जय जगन्नाथ बंधुମାନେ ଆପଣମାନେ ଜାଣିବା ପାଇଁ କହୁଛି କି ଯେଉଁ ଝିଅମାନଙ୍କର ଏ ଅକ୍ଷର ଆରମ୍ଭ ହୋଇଥାଏ ସେମାନେ ବହୁତ ପବିତ୍ର ବୋଲି ମନାଯାଏ। ସେଥିପାଇଁ ଆପଣମାନେ ଏହି ବିଷୟବସ୍ତୁକୁ ଧ୍ୟାନ ସହିତ ଦେଖନ୍ତୁ। ହୋଇପାରେ ଆପଣଙ୍କ ନାମ ବି ଥାଇପାରେ, ସେଥିପାଇଁ ଭିଡ଼ିଓକୁ ଲାଷ୍ଟ ଯାଏଁ ନିଶ୍ଚିତ ଦେଖନ୍ତୁ। ତା ପୂର୍ବରୁ ଏହି ଭିଡ଼ିଓଟିକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ପ୍ରେସ୍ କରିଦିଅନ୍ତୁ, ଯାହାଦ୍ୱାରା ଆମର ଆଗାମୀ ଆସୁଥିବା ସମସ୍ତ ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣ ପାଇପାରିବେ। ତ ନମ୍ବର 1ରେ ରହୁଛି ପି ନାମ ଥିବା ଝିଅମାନେ, ଯେଉଁ ଝିଅମାନଙ୍କ ନାମ ପି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ସମ୍ପର୍କକୁ ବାନ୍ଧି ରଖିବାରେ ବହୁତ ଭଲ ଭାବରେ ଜଣାଥାଏ। ଆଜ୍ଞା ହଁ, କହିଦେଉଛି କି ଏହି ନାମ ଥିବା ଝିଅମାନେ ପ୍ରତ୍ୟେକ ମଣିଷର ଭାବନାକୁ ଧ୍ୟାନ ସହିତ ବୁଝିପାରନ୍ତି। ହୋଇପାରେ ସେମାନେ ତାଙ୍କଠାରୁ ବଡ଼ ହୋଇଥାନ୍ତୁ ବା ସାନ, କିନ୍ତୁ ଏମାନେ କେବେ କାହାରିକୁ ଦୁଃଖ ଦିଅନ୍ତି ନାହିଁ ଏବଂ ସେମାନେ ସମସ୍ତଙ୍କୁ ମଧୁର କଥା କୁହନ୍ତି। ଏହି କାରଣରୁ ଏମାନଙ୍କୁ ପବିତ୍ର ବୋଲି ମନାଯାଏ। ନମ୍ବର 2ରେ ରହୁଛି ଏସ୍ ନାମ ଥିବା ଝିଅମାନେ, ଯେଉଁ ଝିଅମାନଙ୍କର ନାମ ଏସ୍ ଅକ୍ଷର ଆରମ୍ଭ ହୋଇଥାଏ ସେମାନଙ୍କୁ ମଧ୍ୟ ବହୁତ ପବିତ୍ର ବୋଲି ମନାଯାଏ। ଏମାନେ ବହୁତ ଲାଜକୁଳା ବି ମଧ୍ୟ ହୋଇପାରନ୍ତି ବା ହୋଇଥାନ୍ତି, କିନ୍ତୁ ଏମାନେ ତାଙ୍କର ପରିବାର ମାନ ମର୍ଯ୍ୟାଦାକୁ ଧ୍ୟାନରେ ରଖନ୍ତି। ଆମେ ସିଧା ଶବ୍ଦରେ କହିବାକୁ ଚାହୁଁଛୁ, ଏମାନେ କୌଣସି ପରିସ୍ଥିତିରେ ନିଜ ପରିବାରକୁ ଖୁସି ରଖିବା ପାଇଁ ପୁରା ଚେଷ୍ଟା କରିଥାନ୍ତି ଏବଂ ନିଜ ପରିବାରର ଲୋକମାନଙ୍କ ଇଚ୍ଛା ପୂରଣ କରିବାରେ ପୁରା ଚେଷ୍ଟା କରିଥାନ୍ତି। ତ ନମ୍ବର 3ରେ ଆସୁଛି ଏମ୍ ଅକ୍ଷର ଥିବା ଝିଅମାନେ, ଯେଉଁ ଝିଅମାନଙ୍କର ଅକ୍ଷର ଏମ୍ ଅକ୍ଷର ଷ୍ଟାର୍ଟ ହୋଇଥାଏ ସେମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି। ଏମାନଙ୍କ ସ୍ୱଭାବ ଅନ୍ୟମାନଙ୍କ ଠାରୁ ବହୁତ ଭଲ ହୋଇଥାଏ। ଏହି ନାମ ଥିବା ଝିଅମାନେ ବହୁତ ଜୋରରେ କଥା କହିଥାନ୍ତି, କିନ୍ତୁ କାହାରି ସହିତ ନିରାନ୍ତ କରନ୍ତି ନାହିଁ। ଏମିତିକି ନିଜର ଜୀବନସାଥୀକୁ ଖୁସି ରଖିବା ପାଇଁ ପୁରା ଚେଷ୍ଟା କରିଥାନ୍ତି। 4ରେ ଆସୁଛି ବି ନାମ ଥିବା ଝିଅମାନେ, ଯେଉଁମାନଙ୍କ ଅକ୍ଷର ବି ଠାରୁ ଷ୍ଟାର୍ଟ ହୋଇଥାଏ ଝିଅମାନଙ୍କର, ସେମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି ଏବଂ ନିଜ ଜୀବନସାଥୀକୁ ବହୁତ ବିଶ୍ୱାସ କରିଥାନ୍ତି। ଏମାନେ କୌଣସି ପରିସ୍ଥିତିରେ ମଧ୍ୟ ନିଜ ଜୀବନସାଥୀଙ୍କର ସାଥ ଛାଡ଼ନ୍ତି ନାହିଁ ଏବଂ ଏମାନଙ୍କର ବ୍ୟବହାର ମଧ୍ୟ ବହୁତ କୋମଳ ହୋଇଥାଏ। ଏହି କାରଣରୁ ଏମାନଙ୍କୁ ପବିତ୍ର ବୋଲି ମନାଯାଏ। ନମ୍ବର 5ରେ ଆସୁଛି ଏ ଅକ୍ଷର, ଯେଉଁ ଝିଅମାନଙ୍କର ଅକ୍ଷର ଏ ଠାରୁ ଷ୍ଟାର୍ଟ ହୋଇଥାଏ ସେମାନେ ସମ୍ପର୍କକୁ ବାନ୍ଧି ରଖିବାରେ ବହୁତ ନିବିଡ଼ ଥାନ୍ତି ଏବଂ ସେମାନେ ଏମିତି କଥା କହିଥାନ୍ତି ଯେଉଁମାନଙ୍କ ଶତ୍ରୁ ବି ପଥର ବଳି ହୋଇଥିଲେ ସେମାନେ ବି ତରଳିଯାଆନ୍ତି। ତେଣୁ ସେମାନଙ୍କର କଥା କହିବା, ବ୍ୟବହାର, ସବୁ ପ୍ରକାର ଜିନିଷ ଭଲ ହୋଇଥାଏ। ତ ତେଣୁ ସେମାନଙ୍କୁ ଶୁଭ ବୋଲି ମନା ହୋଇଥାଏ। ତ ବନ୍ଧୁଗଣ, ତ ଜାଣିପାରିଲେ ତ ଏହି 5ଟି ନାମ ଥିବା ଝିଅମାନେ, 5ଟି ଅକ୍ଷର ନାମ ଥିବା ଝିଅମାନେ ତ କେତେ ପବିତ୍ର ଅଟନ୍ତି। ତ ଯଦି ଆପଣ ଏଇଭଳିଆ ଭିଡ଼ିଓ ଆଗକୁ ଦେଖିବା ପାଇଁ ଚାହୁଁଛନ୍ତି ତ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ ନିହାତି ବି କରନ୍ତୁ। ପୁଣି ଦେଖା ହେବ ନେକ୍ସଟ ଅଧ୍ୟାୟରେ, ନେକ୍ସଟ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ରହୁଛି। ଜୟ ଜଗନ୍ନାଥ।